ଭକ୍ତଙ୍କ ଉପରେ ରାଗିଛନ୍ତି କି ମା କାଳିଜାଇ? କାହିଁକି ସନ୍ଧ୍ୟା ହେଲେ କାଳିଜାଇରେ ଶୁଭେ ଏକ ବିକଟାଳ ରଡି? କାହିଁକି ମାଙ୍କ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କର ଅଟକି ଯାଉଛି ଡଙ୍ଗା? କାହିଁକି ଘଟୁଛି ବାରମ୍ବାର ଅଘଟଣ? କିଛି ସୂଚନା ଦେଉଛନ୍ତି କି ମା କାଳିଜାଇ? ଜୟ ମା କାଳିଜାଇ। ଚିଲିକାରେ ଅଥଚ ମଝିରେ ବାରମ୍ବାର କାହିଁକି ଅଟକୁଛି ଡଙ୍ଗା? ଗପ କରୁଛନ୍ତି କି ମା କାଳିଜାଇ? ସତ ହେଉଛି କି ମାଳିକା ବଚନ? ସରିଯିବ କି କଳିଯୁଗ? ହଁ ଆଜ୍ଞା, ଆଜି ବି ଚିଲିକା ମଝିରେ ଅଟକି ଯାଉଛି ଡଙ୍ଗା। 2 ଘଣ୍ଟା ଧରି ମଝି ଚିଲିକାରେ ଡଙ୍ଗାରେ ରହିଲେ ଯାତ୍ରୀ। ମା କାଳିଜାଇ ଆମକୁ ଉଦ୍ଧାର କର ବୋଲି ବିକଳରେ ଗୁହାରି କରୁଥିଲେ ଡଙ୍ଗାରେ ବସିଥିବା ଲୋକେ। ଆଉ ଆଜିର ଏ ଘଟଣା ନୂଆ ନୁହେଁ। ଗୋଟିଏ ବର୍ଷରେ ଏମିତି ବହୁବାର ଚିଲିକା ମଝିରେ ଅଟକୁଛି ଡଙ୍ଗା। ନା ଆଗକୁ ଯାଉଛି ନା ପଛକୁ ଫେରୁଛି। ତେବେ ଏଭଳି ଘଟଣା ଅତୀତରେ କେବେ ହୋଇନଥିଲା, ଯାହା ଏଇ ଗୋଟିଏ ବର୍ଷରେ ବାରମ୍ବାର ହେଉଛି ବୋଲି କହିଲେଣି ଲୋକେ। ମଝି ଚିଲିକାରେ ଡଙ୍ଗା ଅଟକିବା ଲୋକଙ୍କ ଛାତିରେ ଛନକା ଭରିଛି। ଆଖପାଖ ପୁରୁଖା ଲୋକ କହୁଛନ୍ତି ମା କାଳିଜାଇ କୋପ କରିଛନ୍ତି। କେହି କିଛି ଅନିଷ୍ଟ କରିଛି ଯେଉଁଥିପାଇଁ ମା ଏତେ ରାଗିଛନ୍ତି। ଖାଲି ସେତିକି ନୁହେଁ ଆଜ୍ଞା, ସଞ୍ଜ ଗଡ଼ିଲେ ଚିଲିକାରେ ଶୁଭୁଛି ଭୟଙ୍କର ରଡି। କିଏ କହୁଛି ଏହା ଅଶରୀରୀ ଆତ୍ମାର ରଡି, ତ ପୁଣି କିଏ କହୁଛି ଏହା ଚଣ୍ଡୀ ଚାମୁଣ୍ଡାଙ୍କ ତାଣ୍ଡବ ରଡି। ଆଉ ପୁଣି କିଏ କହୁଛି ମା କାଳିଜାଇ କାନ୍ଦୁଛନ୍ତି। କିନ୍ତୁ ସେ ଅଶରୀରୀ ଆତ୍ମା ହେଉ କି ଚଣ୍ଡୀ ଚାମୁଣ୍ଡାଙ୍କ କୋପ, କିଏ ଶାନ୍ତ କରିବ ତାକୁ ନେଇ ଭାଳେଣି ପଡ଼ିଲାଣି। ତେଣୁ ସନ୍ଧ୍ୟା ହେବା ପୂର୍ବରୁ ଜୀବନ ବିକଳରେ ଚିଲିକା ଗର୍ଭରୁ କୂଳକୁ ଚାଲି ଆସୁଛନ୍ତି ମା କାଳିଜାଇଙ୍କ ଭକ୍ତ, ନାଉରିଆ ଆଉ ପର୍ଯ୍ୟଟକ। ତେବେ ଚାରିଆଡେ ସେହି ଗୋଟାଏ ପ୍ରଶ୍ନ, ସମସ୍ତଙ୍କ ମନରେ ସେହି ଗୋଟାଏ ଭୟ। କାହାର ଏ ବିକଳ ରଡି? କାହିଁକି ଚିଲିକା ମଝିରେ ବାରମ୍ବାର ଅଟକି ଯାଉଛି ଡଙ୍ଗା? ମା କାଳିଜାଇ ଏବେ ମଣିଷ ମାନଙ୍କ ଉପରେ କୋପ କରିଛନ୍ତି, ନା ପୃଥିବୀରେ ହେଉଥିବା ଅନ୍ୟାୟ ପାଇଁ ଏଭଳି ହେଉଛି? ତେବେ ମା କୋପ କରିଛନ୍ତି ବୋଲି ପୁରୁଖା ଲୋକମାନେ ଆଲୋଚନା କରୁଛନ୍ତି। ଆଉ କିଏ ରଗେଇ ଦେଲା ଦେବୀ କାଳୀଙ୍କ ସ୍ୱରୂପ ମା କାଳିଜାଇଙ୍କୁ? ତେବେ ଏହି ପ୍ରଶ୍ନ ସମସ୍ତଙ୍କୁ ଅଣନିଶ୍ୱାସୀ କରୁଥିବା ବେଳେ ଏବେ ଏହାର ପ୍ରତିକାର ଖୋଜା ଚାଲିଛି। ମା କାଳିଜାଇ ହେଉଛନ୍ତି ପାପୀ ଆଉ ଦୁଷ୍ଟ ନାସିନୀ। ଏବେ କାଳିଜାଇ ପାପୀ ମାନଙ୍କୁ ଦଣ୍ଡ ଦେଲେ ଯାଇ ଶାନ୍ତ ପଡ଼ିବେ ବୋଲି କୁହାଯାଉଛି। ତେବେ ମା କାଳିଜାଇ ପାପୀ ଆଉ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ ନିଜେ ଚଣ୍ଡୀ ଚାମୁଣ୍ଡା କିମ୍ବା କୌଣସି ଦୁଷ୍ଟ ଶକ୍ତିକୁ ଚିଲିକା ଜଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୁରୁଖା ଲୋକେ କହୁଛନ୍ତି। ତେବେ ମା ଦେଉଥିବା ସଂକେତରେ ଯଦି ପାପୀ ମାନେ ନ ସୁଧରନ୍ତି, ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି। ମାଳିକାରେ ମା କାଳିଜାଇଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ବର୍ଣ୍ଣନା କରାଯିବା ସହ ସେ ପାପ କର୍ମକୁ ସହ୍ୟ କରିପାରନ୍ତି ନାହିଁ ବୋଲି କୁହାଯାଇଛି। ତେଣୁ ମାଙ୍କୁ ଶାନ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା ସହ ପାପ ଚିନ୍ତା ଠାରୁ ଦୂରେଇ ରହି ଚିଲିକା ଗର୍ଭକୁ ଯାଆନ୍ତୁ, ନହେଲେ ଭୟଙ୍କର ଦଶା ଭୋଗିବେ ବୋଲି କୁହନ୍ତି ପୁରୁଖା ଲୋକେ। ବ୍ୟୁରୋ ରିପୋର୍ଟ, ଖବର।